କ୍ରୀତଦାସ ପାଇଁ ସଫା ହୋଇଗଲା ବିଜେଡି। ଦଳକୁ ଏବେ କେବଳ ଜଗନ୍ନାଥ ହିଁ ଭରସା। ବିଜେଡିରେ ଅନ୍ତଃ କନ୍ଦଳ ଥମିବାର ନାଁ ନେଉନି। ଜଣକ ପରେ ଜଣକୁ ଦଳ ନିଲମ୍ବନ ଓ ବହିଷ୍କାର କରିବାରେ ବ୍ୟସ୍ତ। ଏପଟେ ଗଡ଼ ଭୁଷୁଡ଼ି ପଡ଼ିବାରେ ଲାଗିଛି। ତେବେ ବିଜେଡିର ଦୁଇ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଏବେ ପୁଣି ଦଳକୁ ନେଇ ଇଙ୍ଗିତ କରିଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ ଓ ଶ୍ରୀମୟୀ ମିଶ୍ର। ବିଜେଡିର ଘର କଳି ଥମିବାର ନାଁ ଧରୁନି। ବିଜେଡି ପକ୍ଷରୁ ଚମ୍ପୁଆ ବିଧାୟକ ସନାତନ ମହାକୁଡୁ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ଦଳର ନାରୀ ନେତ୍ରୀ ଏଲିନା ଦାସ ଓ ଶ୍ରୀମୟୀ ମିଶ୍ର। ସୋସିଆଲ ମିଡିଆରେ ଏଲିନା ଲେଖିଛନ୍ତି, ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି, ମଝି ବରଡ଼ା ଥାଇ କହୁଛି ମୋ ବେଳକାଳ ଆସୁଛି। 51 50 ହେଲେ, ତାପରେ 48 ହେଲେ। ଗୋଟିଏ କ୍ରୀତଦାସ ପାଇଁ ଆଜି ଓଡ଼ିଶା ସାରା ହଜାର ହଜାର ବିଜେଡି କର୍ମୀ ତୃଣମୂଳ ସ୍ତରରେ ହନ୍ତସନ୍ତ ହେଉଛନ୍ତି। ଏବେ ବି ଯଦି ବିଧାୟକମାନେ ଏକ ନ ହୋଇ କ୍ରୀତଦାସତା କରିବେ, ତାହେଲେ ଆଗାମୀ ଦିନରେ କାହା ବେଳକାଳ କେତେବେଳେ ଆସିବ ତାହା କେବଳ ପ୍ରେସ୍ ରିଲିଜ୍ ଏବଂ ମିଡିଆରୁ ହିଁ ସମସ୍ତେ ଜାଣିବାକୁ ପାଇବେ। ବିଜେଡିକୁ ଏବେ ପ୍ରଭୁ ଜଗନ୍ନାଥ ହିଁ ଭରସା। ବେଳ ଥାଉ ଥାଉ ଏକ ହୁଅ, ଏକତା ହିଁ ବଳ, ବିଭାଜନ ହିଁ ପତନ ବୋଲି ଏଲିନା ଲେଖିଛନ୍ତି। ଅନ୍ୟପଟେ ବିଜେଡିରୁ ବିତାଡ଼ିତ ଆଉ ଜଣେ ଚର୍ଚ୍ଚିତ ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ ଏହି ସୁଯୋଗର ହାତଛଡ଼ା କରିନାହାନ୍ତି। ସେ ବାଘ ହାତୀ ଗାଈ ଉପାଖ୍ୟାନ ଦେଇ ବିଜେଡିକୁ ପ୍ରବଳ ଧୋଇଛନ୍ତି। ପୁଣି କାହାଣୀ ମାଧ୍ୟମରେ ବିଜେଡିକୁ ତେରଛା ବାଣ ମାରିଛନ୍ତି ଶ୍ରୀମୟୀ। ବାପାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇବା ସହ ପୁଅର ମିଛକୁ ସତ କଥା କହି ତା ହଁରେ ହଁ କହିଲେ। ଜଣେ ହସିବେ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତା ସହ ଦଳପତି ତାମିଲ ମୋହରେ ଅଛନ୍ତି କହି ନବୀନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ। ଦୁଇ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଚମ୍ପୁଆ ବିଧାୟକ ସନାତନ ମହାକୁଡୁ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ସସ୍ପେଣ୍ଡ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ଏହି ଦୁଇ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡି। ଅରବିନ୍ଦ ମହାପାତ୍ର ହେଉଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ। ଅରବିନ୍ଦ 2024 ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ। ସେପଟେ ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ରଙ୍କ ପରେ ଦଳ ଉପରେ ଓ ନବୀନଙ୍କ ବିରୋଧରେ ବିଶ୍ୱ ଓଗାଳିଥିଲେ ସନା ମହାକୁଡୁ। ଆଉ ତାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। କିଛି ଦିନ ତଳେ ବିନା ନବୀନଙ୍କ ଫଟୋରେ ଗେରୁଆ ବ୍ୟାନର ମାରିଥିଲେ। ବିଜେଡି ସରକାର 24 ବର୍ଷରେ କେନ୍ଦୁଝରର ବିକାଶ ପାଇଁ କିଛି କରିନାହିଁ କହି ଅସନ୍ତୋଷ ଛାଡ଼ିଥିଲେ ସନା ମହାକୁଡ। ତେଣୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ଅନୁମାନ କରାଯାଉଛି। ହେଲେ ଦଳର ଅନୁଶାସନ ପାଇଁ ଉଭୟଙ୍କୁ ବହିଷ୍କାର କରାଯାଇଥିବା ନେଇ ଦଳର ବିଭିନ୍ନ ନେତା ସ୍ପଷ୍ଟୀକରଣ ଦେଉଛନ୍ତି। କିନ୍ତୁ ପ୍ରକୃତରେ ଉଭୟଙ୍କୁ ନିଲମ୍ବନ କରିବାର ପ୍ରକୃତ କାରଣ କ'ଣ ଏଯାଏଁ ସ୍ପଷ୍ଟ ହୋଇପାରିନି, ଯାହାକୁ ନେଇ ଏବେ ଦଳ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଫାଷ୍ଟ।